ମାଆଙ୍କ ପାଖରେ ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ତ ଚାଲନ୍ତୁ ସମସ୍ତଙ୍କୁ ଗୋଟେ ନୂଆ ବ୍ଲଗକୁ ସ୍ୱାଗତ। ବହୁତ ଦିନ ହେଲା ଭିଡ଼ିଓ ଆସିପାରୁନଥିଲା, ସେଥିପାଇଁ ବହୁତ ସାରା ସରି, ସାନ ଭାଇ ବି କ୍ଷମା କରିଦେବେ। ସୋ ଆଜି ଆମେ ଯିବା ବ୍ରହ୍ମପୁରଠୁ ବେଶୀ ଦୂର ନାହିଁ, ମାତ୍ର 50 କିଲୋମିଟର ଦୂରରେ ଥିବା ଏମିତି ଗୋଟେ ଜାଗାକୁ ଯେଉଁଠାରେ ଭକ୍ତମାନେ କିଛି ବି ମନସ୍କାମନା ନେଇକି ଆସିଲେ ସେଟା ପୂରଣ ହୋଇଥାଏ। ସେଥିପାଇଁ ଭକ୍ତମାନଙ୍କର ବହୁତ ସାରା ଭିଡ଼ ଲାଗିଥାଏ। ସୋ ଆଜି ଆମେ ସେମିତି ଯିବା ବ୍ରହ୍ମପୁର ମାତ୍ର 50 କିଲୋମିଟର ଦୂରରେ। ସୋ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ସେ ବିଷୟରେ, ସେ ଜାଗା ବିଷୟରେ ସବୁ କିଛି ଜାଣିବା, କେମିତି ପହଞ୍ଚିବେ, ଜାଗାର କ'ଣ ବିଶେଷତ୍ୱ ରହିଛି। ସୋ ଭିଡ଼ିଓଟାକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଲେଟ୍ସ ଏନ୍ଜୟ ଦ ବ୍ଲଗ୍। ଆମେ ଅଲରେଡ଼ି ବହୁତ ସାରା ଡିଷ୍ଟାନ୍ସ କଭର୍ କରିସାରିଲାଣି, ଆଉ କିଛି ସମୟ ପରେ ଆମେ ଆମର ଯେଉଁ ଡେଷ୍ଟିନେସନରେ ପହଞ୍ଚିବା। ସୋ ଅଲରେଡ଼ି ଆମେ ଆସିକି ପହଞ୍ଚିଗଲୁ କବି ସୂର୍ଯ୍ୟନଗରରେ। ସୋ କବି ସୂର୍ଯ୍ୟ ଉପେନ୍ଦ୍ର ଭଞ୍ଜଙ୍କ ନାମ ଅନୁସାରେ ଏ ଜାଗାଟାକୁ କବି ସୂର୍ଯ୍ୟନଗର ରଖାଯାଇଛି, ଯେଉଁଟାକି ଆପଣ ଆଗରୁ ବୋଇରାଣୀ ନାମରେ ନାମିତ ଥିଲା। ସୋ କବି ସୂର୍ଯ୍ୟନଗରରୁ ମାତ୍ର 3-4 କିଲୋମିଟରରେ ସେଇ ମନ୍ଦିରଟି ଆସିଯିବ। ଅଲରେଡ଼ି ଆମେ ପହଞ୍ଚିଗଲୁ ସେଇ ମନ୍ଦିରର ପାଖାପାଖି। ଏଇଟା ହେଉଛି ତା'ର ବସଷ୍ଟାଣ୍ଡ ଏରିଆ, ଟିକେ ଜଷ୍ଟ ଆଗରେ ସେ ମାର୍କେଟ ଏରିଆରେ ଅଛି ମନ୍ଦିରଟି। ତ ଚାଲନ୍ତୁ ଯିବା। ଦେଖାଯାଉଛି ଗେଟ୍ଟି, ଦେଖନ୍ତୁ ଆପଣମାନେ। ଅଲରେଡ଼ି ଆସି ଆମେ ପହଞ୍ଚି ଯାଇଛୁ ମନ୍ଦିରର ଗେଟ୍ ସାମ୍ନାରେ। ସୋ ସେ ଭିତରୁ ଜଷ୍ଟ ଟିକେ 200-300 ମିଟର ଭିତରେ ଆସିଲେ ଅଲରେଡ଼ି ମା ମହାମାୟା ମନ୍ଦିରର ଗେଟ୍ ସାମ୍ନାରେ ଆପଣମାନେ ଦେଖିପାରୁଛନ୍ତି। ଏମିତି ସାରା ଏରିଆ ଅଛି, ବହୁତ ସାରା ଦୋକାନ ବଜାର ବି ପାଖରେ ହିଁ ଅଛି। ସୋ ଆପଣ ମାନେ ଆସିକି ଏଠିକି ବାଇକ୍ ମାଧ୍ୟମରେ ହଉ, ବସ୍ ମାଧ୍ୟମରେ ହଉ ଆରାମସେ ଆସି ପହଞ୍ଚିପାରିବେ। ଏମିତି ସାରା ଏରିଆ ଅଛି। ଦୁଇ ସାଇଡ଼୍ରେ ବହୁତ ସାରା ଦୋକାନ ବି ଅଛି, ପୂଜା ସାମଗ୍ରୀ ବାହାରୁ ବି ଆରାମସେ ମିଳିପାରିବ। ତ ଆସିକି ଆମେ ପୁରା ଗେଟ୍ ସାମ୍ନାରେ ହିଁ ଅଛୁ। ସୋ ଏଇ ସାଇଡ଼୍ର ଦୋକାନରୁ ଆପଣ ନିଜ ପୂଜା ସାମଗ୍ରୀ କିଣିକି ଭିତରକୁ ଯାଇପାରିବେ। ଶୁଣିବାକୁ ମିଳୁଛି ଭିତରେ ବି ପୂଜା ସାମଗ୍ରୀ ଜିନିଷ ମିଳେ, ତ ବିଶେଷ କିଛି ଟେନସନ୍ ନେବାର ନାହିଁ। ସୋ ମୁଁ ମୋର ପୂଜା ସାମଗ୍ରୀ ଧରିଦେଇଛି। ଚାଲନ୍ତୁ ମନ୍ଦିର ଭିତରକୁ ଯିବା। ମନ୍ଦିର ଏଣ୍ଟ୍ରାନ୍ସ ବହୁତ ସାରା କ୍ଲିନଅପ୍ ବି ଅଛି। ନୂଆ ନୂଆ ମନ୍ଦିର ଇନାଗୁରେସନ୍ ହେଇଛି। କହୁଥିଲେ ପୁରୁଣାରେ ଯେତେବେଳେ ଯେଉଁ ମନ୍ଦିର ଥିଲା ସେଠି ମାଆଙ୍କୁ ଏବେ ପୁଣି ପୁନଃସ୍ଥାପନା କରାଯାଇଛି। ମନ୍ଦିରଟାକୁ ଟିକେ ଡେକୋରେସନ୍ ବି କରାଯାଇଛି। ଆପଣମାନେ ତ ଜାଣିଥିବେ ବହୁତ ପୁରୁଣା କାଳ ମନ୍ଦିର ମାନେ ଏବେ ନୂଆ ଇନୋଭେସନ୍ ପ୍ରାୟ ହେଲାଣି। ତ ବହୁତ ସାରା ପୁରା ସିପ୍ ଆଣ୍ଡ ପ୍ଲେନ୍ ଅଛି, ଦେଖିପାରୁଥିବେ ଆପଣମାନେ। ତ ଚାଲନ୍ତୁ ଭିଡ଼ିଓଟି ଏନ୍ଜୟ କରନ୍ତୁ। ମା ମହାମାୟା କବି ସୂର୍ଯ୍ୟନଗର ନଗରବାସୀଙ୍କ ପାଇଁ ଶକ୍ତି ଓ ସୁରକ୍ଷାର ପ୍ରତୀକ ବୋଲି କୁହାଯାଏ। ଏଠାରେ ମା ଅତ୍ୟନ୍ତ ଜାଗ୍ରତ। ଶତାଧିକ ବର୍ଷର ପୁରୁଣା ଏହି ମନ୍ଦିରଟି ପ୍ରତ୍ୟେକ କୋଣରୁ ଶକ୍ତିର ଆଭାସ ମିଳିଥାଏ। ସ୍ଥାନୀୟ ଲୋକ ବିଶ୍ୱାସ ଅନୁଯାୟୀ ମାଆଙ୍କ ନିକଟରେ ଯିଏ ଯାହା ବି ମାନସିକ କରିଥାଏ ତାହା ନିଶ୍ଚୟ ପୂରଣ ହୁଏ। ମାଆଙ୍କ ପୀଠରେ ସବୁବେଳେ ଭକ୍ତ ଭିଡ଼ ଲାଗିଥାଏ, କିନ୍ତୁ କିଛି ବିଶେଷ ଦିନରେ ଏଠାରେ ପ୍ରବେଶ ପରିଚାଳନା ଚଞ୍ଚଳମୟ ହୋଇଥାଏ। ମହାଷ୍ଟମୀ ଓ ଦଶହରା, ମଙ୍ଗଳବାର ଓ ଶନିବାର। ଆପଣମାନେ ଯଦି ଦଶହରା ଆଉ କାଳୀପୂଜା ଟାଇମ୍ରେ ଆସନ୍ତି, ମାଆଙ୍କର ବହୁତ ସାରା ରୂପ ବି ଏଠି ମାନେ ବେଶ ପକାଇକି ଏଠି ପୂଜା କରାଯାଏ। ଲୋକମାନଙ୍କ କହିବା ଅନୁସାରେ ବୋଇରାଣୀ ଯାତ୍ରା ଗୋଟେ 25 ଦିନ ଧରି ଚାଲେ ଏଠି। ତ ଆପଣମାନଙ୍କୁ କେବେ ସମୟ ମିଳିଲେ ଆସନ୍ତୁ, ବୋଇରାଣୀ ଯାତ୍ରା ଟାଇମ୍ରେ ବି ଆସନ୍ତୁ, ନହେଲେ କେବେ ବି ଫ୍ୟାମିଲିଙ୍କ ସହିତ ସମୟ ବାହାର କରିକି ଏ ମନ୍ଦିରକୁ ଆସନ୍ତୁ। କିଛି ବି ମନସ୍କାମନା ଅଛି ନେଇକି ଆସନ୍ତୁ, ମା ଏଠି ନିଶ୍ଚୟ ପୂରଣ କରିବେ ବୋଲି ବିଶ୍ୱାସ ସମସ୍ତଙ୍କର ଅଛି। ଏଠି ଭୋଗ ବି ମିଳେ, କେବଳ ଏଠି ଯାହା ଲେଖା ହେଇଛି ଶନିବାର ଦିନ ହିଁ ଭୋଗ ମିଳେ। ଆଉ ଗୋଟେ ହେଉଛି ଗୋଟେ ମାଆଙ୍କର ପାଦକୁ ପୂଜା କରାଯାଏ। ସୋ ଆପଣମାନେ ଯଦି ବି କେବେ ଆସୁଛନ୍ତି ନିଜ ଫ୍ୟାମିଲି ସହିତ ଆସିକି ଏଠି ବସିକି ବହୁତ ସାରା ଟାଇମ୍ ସ୍ପେଣ୍ଡ କରନ୍ତୁ, ବହୁତ ପିସଫୁଲ୍ ମିଳିବ। ତ ମନ୍ଦିର ଆରାଉଣ୍ଡ ଟିକେ ଦେଖିବେ। ପାଖରେ ଦୁଇଟା ଧଳା ପାରା ଥିଲେ, ସେମାନଙ୍କ ସହିତ ଟିକେ ଖେଳୁଥିଲି, ସେଥିପାଇଁ ଗୋଟେ ଭିଡ଼ିଓ ବନେଇ ଦେଇଛି। ଆପଣମାନେ ଟିକେ ଏନ୍ଜୟ କରିନିଅନ୍ତୁ। ଆପଣମାନେ ଯଦି କେବେ ଭିଡ଼ିଓ ଆସୁଛନ୍ତି, ସୋ ଆପଣ ଫ୍ରିଲି ବାଇକ୍ରେ ଆସିପାରିବେ, ବସ୍ ବି ବହୁତ ସାରା ସୁବିଧା ଅଛି। ସାଇଡ଼୍ରେ କଇଁଚ ବହୁତ ସାରା ଅଛି। ମୁଁ ଆଉଥରେ ବି ଆସିଥିଲି, ଏଠି ପାଣି ଥିଲା ଆଉ କଇଁଚମାନେ ପହଁରୁଥିଲେ। ଗୋଟେ ପାଣି କ'ଣ ପାଇଁ ଶୁଖେଇ ଦେଇଛନ୍ତି ମୁଁ ବି ଜାଣିନି। ଆଉ ଗୋଟେ କଇଁଚମାନଙ୍କୁ କଏନ୍ କ'ଣ ପାଇଁ ଦେଇଛନ୍ତି ସେଇଟା କିଏ ଜାଣିଛନ୍ତି କମେଣ୍ଟ ବକ୍ସରେ ଜଣାନ୍ତୁ। କିନ୍ତୁ ବହୁତ ସାରା କଇଁଚ ଅଛନ୍ତି, ବହୁତ କ୍ୟୁଟ୍ ବି ଦେଖାଯାଉଛନ୍ତି। କିନ୍ତୁ କଇଁଚମାନେ ଟିକେ ସଫା ସୁତୁରା ନାହାନ୍ତି, କ'ଣ ହେଇଛି କେଜାଣି। ପାଣି ବି ନାହିଁ, ମୁଁ ଥରେ ଆସିଥିଲି ପାଣି ଆସିଥିଲା। ସୋ ଏମିତି ସାରା ମନ୍ଦିରର ଏଣ୍ଟ୍ରାନ୍ସରେ ଅଛି। ଏଇଟା ଯେଉଁ ଦୀପ ମାନେ ମନ୍ଦିର ଭିତରେ ହେଲାନି, ଦୀପ ବାହାରେ ଲଗାଇବା ପରେ ଏଠି ସବୁ ଯେଉଁ କୁମ୍ଭ ଦେଖୁଛନ୍ତି, ଯେଉଁମାନେ ନିଜର ମନସ୍କାମନା ନେଇକି ଆସିଛନ୍ତି ସେମାନେ ଏଠି କୁଣ୍ଡ ମାରନ୍ତି। ଆଉ ଦେଖନ୍ତୁ ଏପଟେ ମାନେ ଯେଉଁମାନଙ୍କର ଚୁଟି ବାହାର କରିବାକୁ ଥାଏ ସେମାନଙ୍କର ବି ଏଠି ସୁବିଧା ଅଛି। ଏଠି ଯେଉଁମାନଙ୍କର ବର୍ଷକୁ ଥରେ ଯେଉଁମାନେ ଚୁଟି ବାହାର କରନ୍ତି ସେ ପାଇଁ ବି ଅଛି।
ଏଠି ସବୁ ଦେଖିପାରୁଥିବେ ମାଆଙ୍କର ଦଶହରା ଟାଇମ୍ ଆଉ କାଳୀ ମାଆଙ୍କର ବହୁତ ସାରା ରୂପ ଯୋଉଟା ଧାରଣ କରି ଅସୁରମାନଙ୍କୁ ସେ ବଧ କରିଥିଲେ ସେ ସବୁ ଏ ଚାରି ସାଇଡ଼୍ରେ ମାଆଙ୍କର ମୂର୍ତ୍ତି ରୂପରେ ସ୍ଥାପନ କରାଯାଇଛି ଯେଉଁ ନାଁ ସବୁ ମେନସନ୍ ବି କରାଯାଇଛି। ସୋ ଆପଣ ଆସିଲେ ସେଠି ଦେଖିପାରିବେ। ମାତଙ୍ଗୀ କମଳା ମହାକାଳୀ ତ ଏଇ ଯେଉଁ ଗଛ ଅଛି ଏଇ ଯେଉଁ ଔଷଧ ଗଛ ଅଛି ସେଥିରେ ନିଜ ଯେଉଁ ଡୋରି ଆଉ କାଚ ଗୋଟେ ଡୋରି ଆସିକି ବାନ୍ଧିଲେ ନିଜେ ଯାହା ବି ମନସ୍କାମନା ନେଇକି ଆସିଥାନ୍ତି ସେସବୁ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ସ୍ଥାନୀୟ ଲୋକ ବି ବିଶ୍ୱାସ ରଖିଛନ୍ତି ସେଥିପାଇଁ ତ ଏଠି ମାଆଙ୍କ ପାଖରେ ଶ୍ରଦ୍ଧାଳୁମାନଙ୍କ ସବୁବେଳେ ଭିଡ଼ ରହିଥାଏ। ତ ଆମର ପୂଜା ଅଲରେଡ଼ି ସରିଯାଇଛି ତ ପୂଜା ଆମେ ସାରିକି ଇଏରେ ଦେଖୁଥିଲୁ ମନ୍ଦିରର ଏନ୍ଜୟମେଣ୍ଟ କରୁଥିଲୁ। ସୋ ମାଆଙ୍କର ପାଖରେ ଭିଡ଼ିଓ କ୍ୟାମେରା ସବୁ ଏଲାଉ ନାହିଁ ସେଥିପାଇଁ କରିପାରିଲିନି। ସୋ ଫ୍ରେଣ୍ଡସ୍ ଆଜି ପାଇଁ ଏତିକି। ମା ମହାମାୟୀଙ୍କ ପାଖକୁ ଯଦି କେବେ ଆସିନାହାନ୍ତି ଜୀବନରେ ପୁଣି ଥରେ କିମ୍ବା ନିଶ୍ଚୟ କେବେ ବି ଆସିବେ। ଆଜିର ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ କରି ଜଣାନ୍ତୁ। ଭିଡ଼ିଓଟି ଲାଇକ୍ କରନ୍ତୁ, ସେୟାର କରନ୍ତୁ, ନିଜ ଫ୍ୟାମିଲି ମାନଙ୍କ ସହିତ ସେୟାର କରନ୍ତୁ, ସବସ୍କ୍ରାଇବ୍ କରିବାକୁ